ଉତ୍ତର ମାର୍ଗ ଶ୍ରୀମତୀ ପ୍ରତିଭା ରାୟ। ଆକାଂକ୍ଷାର ଇତିହାସରେ ଲିପିବଦ୍ଧ ଅସଂଖ୍ୟ ଉଦ୍ବେଳନର ମୁହୂର୍ତ୍ତ। ଆପଣାର ଜନ୍ମଭୂମିରେ ଠିଆ ହୋଇ ଆପେ ଆପେ କେଡ଼େ ନିଉନ, କେଡ଼େ ଅକିଞ୍ଚନ, ଏଇ ଭାବନାର ଉଚ୍ଛ୍ୱାସରେ ଉଦ୍ବେଳିତ ଚିନ୍ତନ। ସେଦିନ ସାମ୍ରାଜ୍ୟବାଦ ବିରୁଦ୍ଧରେ ମାନବୋତ୍ତର ସମ୍ମାନବୋଧର ମୌନ ପ୍ରତିନିଧି ଥିଲା ଦାସୀକନ୍ୟା ଚକୋରୀ। ନିଜ ପିତାଙ୍କ ଉଆସ ଭିତରେ ବି ସେ ଜାରଜ, ଦାସୀ, ଗୋଲାମ। ସିଂହାସନ ବିରୁଦ୍ଧରେ ଗୋଟିଏ କୁଣ୍ଠିତ ସ୍ୱର ଉତ୍ତୋଳନ ଆଜି ପରିଣତ ହୋଇଛି ଜାତୀୟତାବାଦର ଉନ୍ମୁକ୍ତ ଉତ୍ତଙ୍ଗ ଉର୍ମିମାଳାରେ। ଗୋଟିଏ ଦାସୀକନ୍ୟାକୁ ମୁକ୍ତି ଦେବାର କିଶୋର ସ୍ୱପ୍ନ ଏକ ଅଭିନବ କ୍ରିୟାଶୀଳତା ଏବଂ କଠୋର ସଂକଳ୍ପବଦ୍ଧତାର ପଥ ଉନ୍ମୁକ୍ତ କରିଦେଇଛି। ଦାସତ୍ୱକୁ ସ୍ୱୀକାର ନ କରିବା ଗୋଟିଏ ଅପରାଧ। ଆପଣା ଭୂଇଁରେ ଆପେ ସ୍ୱାଧୀନ ବୋଲି ଘୋଷଣା କରିବାର ନାମ ଆଇନ ଭଙ୍ଗ। ବିଦେଶୀର ଯଥେଚ୍ଛାଚାର ଓ ଶୋଷଣର ପ୍ରତିରୋଧ କରିବା ଦଣ୍ଡନୀୟ। ବାଲିକୁଦା ଜଗତସିଂହପୁର ଏରସମା ଅଞ୍ଚଳରେ ହୃଦୟତନ୍ତ୍ରୀରେ ସେ ଜାଗରଣର ସ୍ୱର କମ୍ପନ ସୃଷ୍ଟି କରିଛି। ରମାଦେବୀ, ସରଳା ଦେବୀଙ୍କର ଆହ୍ୱାନ ଯେମିତି ଜାଗରଣର ପାରାବାରରେ ପୂର୍ଣ୍ଣମୀର ଜୁଆର ତୋଳିଛି। ଦିଗନ୍ତ କେଶରୀଙ୍କ ହୃଦୟ ଭିତରେ ସୂକ୍ଷ୍ମତନ୍ତ୍ରୀ ଟିକ୍ ଟିକ୍ ହୋଇ ଛିନ୍ନ ବିଚ୍ଛିନ୍ନ ହୋଇଗଲା। ମନରେ ପ୍ରଶ୍ନ, ତେବେ କ'ଣ ଦୁଃଖବନ୍ଧୁ ଚକୋରୀର ଭାଇ ନୁହଁ? ମିଛରେ ଭାଇ ବୋଲି କହି ଚକୋରୀ ତାର ବାସନା ଚରିତାର୍ଥ କରୁଥିଲା ପ୍ରତି ରାତ୍ରିରେ? ପ୍ରକୃତରେ କ'ଣ ପ୍ରତ୍ୟେକ ନାରୀ ଚରିତ୍ର ଭିତରେ ଗୋଟିଏ ଇଭ୍ ଚରିତ୍ର ଥାଏ? ଦେବକୀ ପୁନର୍ବାର ଜେରା କଲେ, ଯଦି ସାନ ସାଆନ୍ତ ନୁହଁ ତେବେ କିଏ? ବଡ଼ ସାଆନ୍ତ? କଥାରୁ ଜବାବ ଦଉନୁ କାହିଁକି? ବଡ଼ ସାଆନ୍ତ ତତେ ଆଡ଼ ଆଖିରେ ଚାହୁଁଥିବେ ବୋଲି ମୁଁ ବିଶ୍ୱାସ କରେନି। ତଥାପି କିଏ ଆଉ ଅଛି ଏମିତି ରସିକ? କିଏ ବଡ଼ ସାଆନ୍ତ? ଚକୋରୀ ନୀରବ। ତଳକୁ ମୁହଁ ପୋତି ବସିଛି। ଲୁହଧାର ବୋହି ଯାଉଛି, ମିଶୁଛି ଓଠ ଫାଟି ଜରୁଥିବା ଲହୁରେ। ତା ମୁହଁରେ ଗୋଟିଏ ଅବସନ୍ନତା, ଅସହାୟ ଭାବ। ତା ହଁ ନାହିଁ କହିବା ଭିତରେ ଯାଏ ଆସେ କ'ଣ? ନାମ କହିଦେଲେ ତାର ଭାବୀ ସନ୍ତାନକୁ କ'ଣ ସ୍ୱୀକୃତି ମିଳିବ? ସେ କ'ଣ ଗୋଲାମ ନ ହୋଇ ସମ୍ଭ୍ରାନ୍ତ ଜାତିରେ ଗଣା ହୋଇପାରିବ? ଚକୋରୀ ଉପରେ ଝାମ୍ପି ପଡ଼ିଲେ ଦେବକୀ। ରାକ୍ଷାସୁଣୀ ଭଳି ତା ପେଟ ଉପରେ ଠିଆ ହୋଇଗଲେ। ଦାରୁଣ ଚିତ୍କାର କରି ଅଜ୍ଞାନ ହୋଇଗଲା ଚକୋରୀ। ମାଟି ଉପରେ ମନ୍ଦାଏ ଗାଢ଼ ତାଜା ରକ୍ତ। ତୋର ଏତେ ଦିମାକ୍? ତୁ ପୁଅର ମା ହେବୁ, ଜମି ସମ୍ପତ୍ତି ବାଡ଼ି ପାଇବୁ, ଏଇଥିପାଇଁ ଆଣ୍ଟ କରିଛୁ? ସେ କଥା ମୋ ପାଖରେ ହେବନି, ବୁଝିଲୁ? ମୋ ବୋଉ ଭଳି ମୁଁ ସବୁ ସହିଯିବି ଭାବିଛୁ? ମୋ ବୋଉର ବାପଘର ଟାଣ ଏତେ ନଥିଲା। ତା ଭାଗ୍ୟରେ ଭଗବାନ ପୁଅଟିଏ ଦେଇ ନଥିଲେ। ସେଥିପାଇଁ ସେ ପାଟି ବୁଜି ସବୁ ସହିଯାଇଛି ଜୀବନ ସାରା। ମୋର ବାପା ଗର୍ବଗଞ୍ଜନ ଦକ୍ଷିଣରାୟ। ମୁଁ 4 ପୁଅର ମା। ମୋ ପୁଅମାନଙ୍କ ଛଡ଼ା ଆଉ ସମସ୍ତଙ୍କ ଦେହରେ ଗୋଲାମ ରକ୍ତ ବୋହୁଛି। ସେ ରକ୍ତ ଦୂଷିତ। ମୋ ପୁଅମାନଙ୍କ ଛଡ଼ା ଏ ଜମିଦାରୀ ଇଲାକାରେ ଆଉ କାହାର ଭାଗ ଅଛି କହ ତ? ପଛ କଥା ଦିଗନ୍ତ କେଶରୀଙ୍କୁ ଶୁଣାଇ ଶୁଣାଇ କହିଲେ ସେ। ଦିଗନ୍ତ କେଶରୀ ନିଜ କୋଠରୀ ଦୁଆର ମୁହଁରେ ପଥର ମୂର୍ତ୍ତି ଭଳି ଠିଆ ହୋଇଥିଲେ। ଚକୋରୀର ଯନ୍ତ୍ରଣାଦାୟକ ଅସ୍ପଷ୍ଟ ସ୍ୱର ଆଉ ଶୁଭୁ ନଥିଲେ ମଧ୍ୟ ଏତିକି ଛଡ଼ା ଆଉ କିଛି ଶୁଭୁ ନଥିଲା ତାଙ୍କୁ। ଯଦି ଚକୋରୀର ମୃତ୍ୟୁ ହୋଇଯାଏ, ଦାସତ୍ୱରୁ ସେ ମୁକ୍ତି ହୋଇଯିବ କ୍ରମଶଃ।